ଅମାବାସ୍ୟାର ଦ୍ୱିତୀୟ ପ୍ରହର। ସନ୍ଧ୍ୟାବେଳର ଅଷାଢ଼ର ବର୍ଷା ମାଡ଼ ପରିବେଶକୁ ଆହୁରି ଅନ୍ଧାରିଆ କରିଦେଇଛି। ଆଖପାଖର ଜନବସତି କେତେବେଳୁ କାଳନିଦ୍ରାରେ ଶୋଇଗଲେଣି। ପ୍ରକାଶ ଓ ଅମର ଦୁହେଁ ସହରରୁ ଗାଁ ଅଭିମୁଖେ ଯାଉଥାନ୍ତି। ଜଙ୍ଗଲ ରାସ୍ତା ମଝିରେ ମଝିରେ ପକ୍ଷୀ ଓ ବନ୍ୟଜନ୍ତୁଙ୍କ ରାବରେ ଶିହରି ଯାଉଥିଲା ତାଙ୍କ 17-18 ବୟସର ଯୁବକ ଶରୀର। ସହରର ରାସ୍ତା ଛାଡ଼ି ସେମାନେ ଗାଁର ରାସ୍ତାରେ ପହଞ୍ଚିଥାନ୍ତି। ପ୍ରଥମ ଗାଁର ଶେଷ ଭାଗରେ ଗାଁ ମଶାଣି। ଠିକ୍ ମଶାଣିର ଅତିକ୍ରମ କରୁଥାନ୍ତି ତାଙ୍କ ବାଇକ୍ ଅଚାନକ ଷ୍ଟାର୍ଟ ବନ୍ଦ ହୋଇଯାଏ। ଆଖପାଖରେ ଗୋଟିଏ ବି ଘର ଦିଶୁନଥାଏ। କ'ଣ କରିବେ ଆଉ? ଗାଡ଼ିକୁ ଠେଲି ଠେଲି ଆଗକୁ ବଢ଼ିବାକୁ ଲାଗନ୍ତି। ଅମର ବହୁତ ଡରୁକୁଆ ଥାଏ। ପ୍ରକାଶ କିନ୍ତୁ ବହୁତ ସାହସୀ। ଅମର ଡରି ଡରି ପ୍ରକାଶକୁ କହେ, ଶୀଘ୍ର ଚାଲ। ମୋ ଜେଜେମା କହେ, ଗାଁ ମଶାଣିରେ କାଳେ ଭୂତ ପ୍ରେତ ବାହାରନ୍ତି। ପ୍ରକାଶ କିନ୍ତୁ ତା କଥା ଶୁଣି ହସିଦିଏ। ଠିକ୍ ସେହି ସମୟରେ ଏକ ବୃଦ୍ଧ ବ୍ୟକ୍ତି ସେମାନଙ୍କୁ କହେ, ଏ ଜାଗା ଜମାରୁ ଭଲ ନୁହେଁ। ତମେ ଏକୁଟିଆ ଏଇଠି କ'ଣ କରୁଛ? କ'ଣ ତମେ ଏ ଜାଗା ବିଷୟରେ କିଛି ଜାଣିଛ କି ନାହିଁ? ପ୍ରକାଶ ସଙ୍ଗେ ସଙ୍ଗେ କହେ, ମଉସା ଥାଉ, ତମ ଗପ ବନ୍ଦ କର। ଆମ ବାଇକ୍ ଖରାପ ହୋଇଯାଇଛି। ସାହାଯ୍ୟ କରିବା ବଦଳରେ ତମେ ଆମକୁ ଡରାଉଛ। ବୃଦ୍ଧ ବ୍ୟକ୍ତି ସେମାନଙ୍କୁ କିଛି ନ କହି ତା ବାଟରେ ଚାଲିଯାଏ। କିଛି ବାଟ ଗଲା ପରେ ଅମର ପଛକୁ ଚାହିଁ ଦେଖେ ସେ ବୃଦ୍ଧ ବ୍ୟକ୍ତି ଜଣକ କୁଆଡ଼େ ଚାଲିଗଲେ କେଜାଣି ଦେଖାଯାଉନଥାନ୍ତି। କିଛି ସମୟ ପରେ ପୁଣି ଅମରକୁ ଲାଗେ ଯେମିତି ତାଙ୍କ ପଛରେ କିଏ ଜଣେ ଅଛି। ସେ ପୁଣି ପଛକୁ ଚାହିଁ ଦେଖେ ହଠାତ୍ ଏକ ଛାଇ ବିଜୁଳି ବେଗରେ ରାସ୍ତା ଅତିକ୍ରମ କରେ। ସେ ଡରିକି ପୁରା ଛାନିଆ ହୋଇଯାଏ ଓ ପ୍ରକାଶକୁ କହେ। ପ୍ରକାଶ ଅମରକୁ କହେ, ତୁ ଏମିତି ଡରକୁଆ ଜାଣିଥିଲେ ମୁଁ ତୋତେ କେବେ ସାଙ୍ଗରେ ଆଣିନଥାନ୍ତି। ଏମିତି କହି ସେ ତା କଥାକୁ ଧ୍ୟାନ ଦିଏ ନାହିଁ। କିଛି ସମୟ ପରେ ସେମାନେ ତାଙ୍କ ଗାଁକୁ ପହଞ୍ଚନ୍ତି ଓ ସେମାନେ ନିଜ ନିଜ ଘରକୁ ଯାଆନ୍ତି। ଅମର ମନରେ କିନ୍ତୁ ସେ ଦେଖିଥିବା ଏକ ଅଦ୍ଭୁତ ଦୃଶ୍ୟକୁ ଭୁଲି ପାରୁନଥାଏ। ସେ ତା ରୁମ୍ ଅଭିମୁଖେ ଯିବାକୁ ଲାଗେ। ଯେମିତି ତା କବାଟ ଆଗରୁ କିଏ ଖୋଲି ଦେଇଛି। ଫ୍ୟାନ୍ଟି ଆପେ ଆପେ ଚାଲୁଥାଏ। ସେ ଯାଇ ଫ୍ୟାନ୍କୁ ବନ୍ଦ କରିଦିଏ ଏବଂ ଶୋଇବାକୁ ଲାଗେ। ତା ଆଖି ଲାଗି ଆସୁଥାଏ। ହଠାତ୍ ପୁଣି ଥରେ ଫ୍ୟାନ୍ଟି ଆପେ ଆପେ ଚାଲିବାକୁ ଲାଗେ। ସେ ପୁଣି ଫ୍ୟାନ୍ଟିକୁ ବନ୍ଦ କରି ଲାଇଟ୍ ବନ୍ଦ କରି ଶୋଇବାକୁ ଯାଏ। ତା ଆଖି ବନ୍ଦ ହୋଇ ଆସୁଥାଏ। ତା ଆଖି ସାମ୍ନାରେ ସେହି ଛାଇଟି ପୁଣି ଝଲସି ଉଠେ। ସେ ହଠାତ୍ ଉଠି ପଡ଼େ ଓ ଦେଖେ ତା ଶରୀର ପୁରା ଝାଳ ଗମ ଗମ ହୋଇଯାଇଥାଏ। ବାହାରୁ ପବନ ଆସିବ ବୋଲି ସେ ଯାଇ ଝରକାକୁ ଖୋଲିଦିଏ। ଝରକା ବାହାରେ ଦେଖେ ବଗିଚା ପାଖରେ କିଏ ଜଣେ ଛିଡ଼ା ହୋଇଥିବାର। କିଏ କହି ସେ ତା ପାଖକୁ ଯାଏ ଏବଂ ସେଠାରେ କେହି ନଥାନ୍ତି। ସେ ତା ଆଖିକୁ ଭଲକି ମଚକି ଦେଖେ ଓ ନିଜକୁ କହେ, ମୁଁ ସ୍ୱପ୍ନ ଦେଖୁନାହିଁ ତ? ଠିକ୍ ଏତିକି ବେଳେ ଏକ କଳା ଛାୟା ତା ପଛପଟୁ ତା ବେକକୁ ଜାବୁଡ଼ି ଧରେ ଏବଂ ସେ ସେଠାରେ ଚିତ୍କାର କରିବାକୁ ଲାଗେ। ସକାଳ ହୁଏ। ପ୍ରକାଶ ଅମର ଘରକୁ ଆସିଥାଏ ଅମରକୁ ଭେଟିବାକୁ। ସେ ସିଧା ତା ରୁମ୍କୁ ଯାଏ ଓ ଦେଖେ ଅମର ସେଠାରେ ନାହିଁ। ସେ ଘର ଭିତରେ ତାକୁ ନ ପାଇ ତାଙ୍କ ବଗିଚା ପଟକୁ ଯିବାକୁ ଲାଗେ ଏବଂ ଦେଖେ ଅମରର ଶରୀର ଏକ ଗଛ ଉପରେ ଝୁଲୁଛି। ପାଖକୁ ଯାଇ ଦେଖେ ତ ଅମରକୁ ମାରି ତା ମର ଶରୀରକୁ କିଏ ଏଠାରେ ଝୁଲାଇ ଦେଇଛି। ତା ସାଙ୍ଗ ଅମରର ଏମିତି ଅବସ୍ଥା ଦେଖି ସେ ପୁରା ଦୁଃଖରେ ଭାଙ୍ଗି ପଡ଼େ ଓ ତା ମନରେ ପ୍ରଶ୍ନ ଉଠେ, ଏସବୁ କେମିତି ହେଲା? କାଲିର ସେହି ମଶାଣି ପାଖର ଘଟଣା କ'ଣ ସତ ଥିଲା କି? ସେହି ମଶାଣିର ସତ୍ୟତା ରହସ୍ୟ ଜାଣିବା ପାଇଁ ପ୍ରକାଶ ସେହି ଗାଁର ବୃଦ୍ଧ ବ୍ୟକ୍ତିଙ୍କ ନିକଟକୁ ଯାଏ ଏବଂ ସବୁ ଘଟଣା ବୃଦ୍ଧ ବ୍ୟକ୍ତିଙ୍କୁ ଜଣାଏ। ବୃଦ୍ଧ ବ୍ୟକ୍ତି କହେ,
ମୁଁ ସେଦିନ ତମକୁ କହୁଥିଲି ନା ଏ ଜାଗା ଜମାରୁ ଭଲ ନୁହେଁ। ଶୁଣ, ତାର କାରଣ କ'ଣ? ଆଜିକୁ ପ୍ରାୟ 2 ବର୍ଷ ତଳେ ଏହି ଗାଁରେ ଜଣେ ପ୍ରେଗନେଣ୍ଟ ମହିଳା ଓ ତାର ସ୍ୱାମୀ ରହୁଥାନ୍ତି। ଦିନେ ପ୍ରେଗନେଣ୍ଟ ମହିଳାର ଲେବର ପେନ୍ ହେବାକୁ ଲାଗେ। ସେ ଓ ତାର ସ୍ୱାମୀ ଏହି ମଶାଣି ବାଟ ଦେଇ ହସ୍ପିଟାଲକୁ ଯାଉଥାନ୍ତି। ଆଉ ସେଦିନ ମଧ୍ୟ ଅମାବାସ୍ୟା ଥାଏ। ସେହି ସମୟରେ 2 ଜଣ ମଦୁଆ ମଦ ପିଇ ଗାଡ଼ି ଚଲାଉଥାନ୍ତି। ମଦୁଆ 2 ଜଣ ଘୋର ମଦ ନିଶାରେ ଥାନ୍ତି ଏବଂ ଗାଡ଼ିକୁ ଆଣି ସେମାନେ ତାଙ୍କ ଉପରେ ଚଢ଼ାଇ ଦିଅନ୍ତି। ସଙ୍ଗେ ସଙ୍ଗେ ସେହି 2 ଜଣଙ୍କର ସେଠାରେ ମୃତ୍ୟୁ ହୋଇଯାଏ ଏବଂ ସେହି ଦିନଠାରୁ ଏହି ମଶାଣିରେ ସେହି ପ୍ରେଗନେଣ୍ଟ ମହିଳାର ଆତ୍ମା ଘୂରି ବୁଲେ ଏବଂ ଅମାବାସ୍ୟା ଦିନ ଏହି ମଶାଣି ଦେଇ ଯିଏ ବି ଏକୁଟିଆ ଯାଇଥାଏ ତାର ମରଣ ସୁନିଶ୍ଚିତ ହୋଇଥାଏ। ବୃଦ୍ଧ ବ୍ୟକ୍ତିର କଥା ଶୁଣି ପ୍ରକାଶର ହୋସ ଉଡ଼ିଯାଏ।